ଏହି ଭିଡ଼ିଓରେ ମୁଁ ତୁମକୁ ନ୍ୟାଚୁରାली ସୁନ୍ଦର ହେବାର 5 ମିନିଟ୍ସ ରୁଲ୍ ବିଷୟରେ କହିବି, ଯେଉଁଗୁଡ଼ାକୁ ତୁମେ ସକାଳୁ କେବଳ 5 ମିନିଟ୍ ବି କରିଲେ ତମେ ତାର ଫାଇଦା ପାଇପାରିବ। ତେବେ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ତୁମକୁ ବି ଜଣାଥିବ ଆମ ବଡିରେ କେବଳ 70% ପାଣି ଅଛି, ହେଲେ ଆମେ ଯେତେବେଳେ ରାତିରେ 6ରୁ 7 ଘଣ୍ଟା ଶୋଇଯାଆନ୍ତି ସେତେବେଳେ ଆମ ବଡିରେ ପାଣିର ମାତ୍ରା କମି ଯାଇଥାଏ। ଆଉ କେବଳ ଏଥିପାଇଁ ଆମେ ସକାଳୁ ୱିକ୍ ଫିଲ୍ କରିଥାନ୍ତି। ସେଥିପାଇଁ ତୁମକୁ ପ୍ରଥମେ ସକାଳୁ ଉଠିବା ପରେ ପାଖାପାଖି ଅଧ ଲିଟର ପାଣିକୁ ବଜ୍ର ଆସନରେ ବସିକି ଅଳ୍ପ ଅଳ୍ପ କରିକି ପିଇବା ଦରକାର, ଯାହାଦ୍ୱାରା ଆମ ବଡିରେ ମେଟାବଲିଜିମ୍ ବଢ଼ିଯିବ ଆଉ ଆମ ପେଟ ବି କ୍ଲିୟର ରହିବ, ଯେଉଁଥିପାଇଁ ଆମ ମୁହଁରେ ଗୋଟେ ବି ବ୍ରଣ ହେବନି ଆଉ ଆମ ମୁହଁ ସବୁବେଳେ ଗ୍ଲୋ କରିବ। ନମ୍ବର 2, ପାଣି ପିଇ ସାରିବା ପରେ ତୁମକୁ କେବଳ 2ଟି ୟୋଗା 5 ମିନିଟ୍ ପର୍ଯ୍ୟନ୍ତ କରିବାକୁ ହେବ। ସେଟା ହେଲା କପାଲଭାତି ଆଉ ଅନୁଲୋମ ବିଲୋମ, ଯାହାଦ୍ୱାରା ତୁମ ବଡିର ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ହେବ। ଆକ୍ଚୁଆଲି ଏହି 2ଟି ୟୋଗା ବ୍ରିଦିଂ ଏକ୍ସରସାଇଜ ହେଇଥିବାରୁ ତୁମ ବଡିରେ ଭଲସେ ବ୍ଲଡ ଫ୍ଲୋ ହେଇପାରିବ, ଯେଉଁଥିପାଇଁ ତୁମ ସ୍କିନ୍ ସବୁବେଳେ ହେଲ୍ଦି ବି ରହିବ। ନମ୍ବର 3, ତାପରେ ତୁମ ନିତ୍ୟକ୍ରମ ସାରିକି କେବଳ 5 ମିନିଟ୍ ରନିଂ ହେଉ କି ଅନ୍ୟ କୌଣସି ଏକ୍ସରସାଇଜ, ଯାହାକୁ କରିବା ଦ୍ୱାରା ତୁମ ବଡିରୁ ଝାଳ ବାହାରିବ, ଯେଉଁଥିପାଇଁ ଆମ ବଡିରେ ଥିବା ଟକ୍ସିକ ଜିନିଷ ସବୁ ଝାଳ ଦ୍ୱାରା ବାହାରକୁ ବାହାରି ଆସିବ, ଯେଉଁଥିପାଇଁ ତୁମ ଫେସ୍ ସବୁବେଳେ ନ୍ୟାଚୁରାଲି ଗ୍ଲୋ କରିବ ଆଉ ତୁମେ ବି ଫିଟ୍ ରହିବ। ନମ୍ବର 4, ଏହି ସବୁ ସରିବା ପରେ ତୁମକୁ 5 ମିନିଟ୍ ପାଇଁ ସକାଳର କଅଁଳିଆ ଖରାରେ ବସିବାକୁ ପଡ଼ିବ, ଯାହାଦ୍ୱାରା ଆମ ବଡିକୁ ସଫିସିଏଣ୍ଟ ଭିଟାମିନ୍ ଡି ମିଳିପାରିବ। ତା ସହିତ ଆମ ବ୍ରେନ୍ରେ ସେରୋଟୋନିନ୍ ନାମକ ଗୋଟେ ହର୍ମୋନ୍ ରିଲିଜ୍ ହେବ, ଯେଉଁ ହର୍ମୋନ୍ଟାକୁ ହାପି ହର୍ମୋନ୍ ବି କୁହାଯାଏ, ଯେଉଁଥିପାଇଁ ତୁମ ମୁଡ୍ ଦିନସାରା ଭଲ ରହିବ ଆଉ ଭିଟାମିନ୍ ଡି ଯୋଗୁଁ ତୁମ ସ୍କିନ୍ ବି ହେଲ୍ଦି ରହିବ। ନମ୍ବର 5, ତାପରେ ତୁମକୁ ଥଣ୍ଡା ପାଣିରେ ଗାଧୋଇବାକୁ ପଡ଼ିବ, କାହିଁକି ନା ଗୋଟେ ରିସର୍ଚ୍ଚରୁ ଜଣାପଡ଼ିଥିଲା ଯଦି ତୁମେ ସକାଳୁ ଥଣ୍ଡା ପାଣିରେ ଗାଧୋଇବ ତାହେଲେ ତୁମ ବଡିରେ WBC ମାନେ ହ୍ୱାଇଟ୍ ବ୍ଲଡ୍ ସେଲ୍ର ମାତ୍ରା ବଢ଼ିଯିବ ଆଉ ଏହି WBC ହିଁ ଆମ ବଡିର ଇମ୍ୟୁନିଟି ପାୱାରକୁ ଷ୍ଟ୍ରଙ୍ଗ କରିଥାଏ। ଆଉ ତା ସହିତ ଥଣ୍ଡା ପାଣିରେ ତୁମେ ସକାଳୁ ଗାଧୋଇଲେ ତୁମ ବଡି ଦିନସାରା ପୁରା ଆକ୍ଟିଭ ରହିଥାଏ ଆଉ ତୁମ ଲେଜିନେସ୍ ବି ଦୂର ହୋଇଥାଏ, ଯେଉଁଥିପାଇଁ ତୁମ ସ୍କିନ୍ ବି ଗ୍ଲୋ କରିଥାଏ। ତ ସାଙ୍ଗମାନେ, ଏହି 5ଟି ପଏଣ୍ଟକୁ ସକାଳୁ କେବଳ 5 ମିନିଟ୍ କରିବା ଦ୍ୱାରା ତୁମ ବଡିରେ ବହୁତ କିଛି ଚେଞ୍ଜେସ୍ ଆସିଥାଏ। ତୁମକୁ ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତ ଲାଇକ୍ କରିଦେବେ। ଆଗକୁ ଏମିତି ଭିଡ଼ିଓ ଦେଖିକି ଯଦି ନିଜର ପର୍ସନାଲିଟିକୁ ଡେଭଲପ୍ କରିବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଆଜି ପାଇଁ ଏତିକି, ରହୁଛି, ନମସ୍କାର।